ସାଙ୍ଗମାନେ ଆପଣ ତ ଓଡ଼ିଶାର ଖାଇବା ଦେଖିଥିବେ, ଟିକେ ଏଠି ଆନ୍ଧ୍ରର ଖାଇବା ବି ଦେଖନ୍ତୁ। ଯେ କି ତାଙ୍କର ସାମ୍ବରଟା ହେଉଛି ପ୍ରଥମେ, ଯାହା ହଉ କି ନ ହଉ ସାମ୍ବର ଆଉ ରସମଟା ନିହାତି ହେଇଥିବ। ଯଦି ରସମ ନ ଅଛି ସାମ୍ବର ଅଛି, ଯଦି ସାମ୍ବର ନ ଅଛି ରସମ ଅଛି। ଆମର କ'ଣ ପାୟସ ହୁଏ, ଆଙ୍କର କିନ୍ତୁ ପାୟସ ନୁହେଁ, ସୁଜିର ହାଲୁଆ ଟାଇପ୍ର ବନେଇ ଦେଉଛନ୍ତି, କଲର୍ ଦେଇ ଦେଉଛନ୍ତି। ସେ ଏଇଟା ହିଁ ସୁଜି, ଆମ ଭାଷାରେ ସୁଜି। ସେ ଟିକେ ଆଙ୍କର ବେଶୀ ଟିକେ ଟେଷ୍ଟି ଲାଗୁଛି, କାହିଁକିନା ଟିକେ ଭଲ ଭାବରେ ବନାଉଛନ୍ତି। ଡ୍ରାଇ ଫ୍ରୁଟ୍ ବି ସବୁ ପକାଉଛନ୍ତି। ସେଠି ଜଣେ ଭାଉଜ ଏବେ ବନାଉଥିଲେ, ସିଏ ତ କ'ଣ ବନାଇଲେ କରିଟା ମୁଁ କହିପାରିବିନି। ଏଠି ସାମ୍ବର ହେଇସାରିଥିଲା, ସେଟା ଗୋଟେ ଚଟଣି ନାଉର ଚଟଣି ଆପଣମାନେ ଖାଇଛନ୍ତି? ମୁଁ ଖାଇଛି, କିନ୍ତୁ ଭଲ ଟେଷ୍ଟି ଲାଗେ। ନାଉ ଚଟଣିଟା ଟିକେ ଖଟା ଫଟା ଦେଇକି ଲଙ୍କା ଫଙ୍କା ଦେଇକି କରନ୍ତି, ଭଲ ଲାଗେ। ମୁଁ ଆଇଛି ବୋଲି ମୋ ଟମି ଛାଡ଼ିକି ଯାଉନି। ସିଏ ତାର ମୋ ପାଖ ଛାଡ଼ୁନି। ମୁଁ ଯେତେ ପାଟି ଗଲାବେଳକୁ ଏଠି ଯାଇକି ସେଠି ଶୋଉଛି, ସେଠୁ ଯାଇକି ସେଠି ଶୋଉଛି, ମୋ ପାଖ ଛାଡ଼ି ଯାଉନି। ପୁଅଟା କହିଲାଣି ତାକୁ ପଳେଇ ଚାଲ। ସିଏ ବି ଆସିଲାଣି, ପଳେଇ ଆଇଲାଣି ତା ଦୋଷରୁ, ତଥାପି ସେ ଯାଉନି। ବାଇଗଣ ତରକାରୀ କୌଣସି କର୍ମରେ ଆମର ହେଇଛି, ଆମର କିନ୍ତୁ ହୁଏନି। ତାଙ୍କର ବାଇଗଣ ତରକାରୀଟା ବି ହୁଏ।